ଆମ ଜୀବନରେ ସବୁବେଳେ ଆମେ ଅଧିକ ଭଲ ପାଉଥିବା ଲୋକମାନଙ୍କ ପାଇଁ ଯେଉଁ ସମୟର ଅଧିକାର ଥାଏ ତାକୁ ସବୁବେଳେ ଲିମିଟେଡ଼ ରଖିଦେଇଥାଉ। ତାକୁ ସବୁବେଳେ ଅନ୍ୟମାନଙ୍କ ତୁଳନାରେ କମ୍ ରଖିଦେଉ। ଆମକୁ ଏଇଆ ଲାଗେ ଯେ ସେ ତ ଆମ ପରିସ୍ଥିତି ବୁଝିବ। ହଁ, ସେ ବୁଝିବ ମୁଁ କେତେ ଅସୁବିଧାରେ ଥିଲି। ହଁ, ସେ ବୁଝିବ ମୁଁ କେତେ କାମରେ ଥିଲି। ମୁଁ ଆଜି ସେଥିପାଇଁ ତାକୁ ସମୟ ଦେଇପାରିଲିନି। ହେଲେ ଆମେ ଏଇଟା ବୁଝିନଥାଉ, ଯଦି ସେ ମଣିଷଟା ଆମକୁ ଅଧିକ ଭଲ ପାଉଛି ତ ଅଧିକ ସମୟ ବି ତ ଆମଠାରୁ ସେ ଆଶା କରୁଥିବ ନା। ଆମେ ଯେମିତି ଦିନ ଯାକରେ କେତେବେଳେ ତାକୁ ଲଗେଇଦେଲେ ସେ ଯଦି କେଉଁଠି ବ୍ୟସ୍ତ ରହିଯାଉଛି, ଆମକୁ ବାଧୁଛି, ଆମକୁ ଟିକେ ସମୟ ଲୋଡ଼ୁଛେ, ସେ ବି ତ ଆମକୁ କେଉଁଠି ନା କେଉଁଠି ଅପେକ୍ଷା କରୁଥିବ। ଆମେ ସେତେବେଳେ ସେ ଜିନିଷଟାକୁ କେମିତି ବୁଝି ନ ପାରିଥାଉ। ସେ ଆମକୁ ବୁଝିଯିବ ଭାବିକି ଆମେ ତାକୁ ବୁଝିବାରେ ସବୁବେଳେ ଅବହେଳା କରିଦେଉ। ତାକୁ ତା ଭାଗର ସମୟ ଟିକକ ଲୋଡ଼ିବାକୁ ଯେଉଁ ସେ ଚାହୁଁଛି, ସେ ଯେଉଁ ତା ଭାଗର ସମୟ ତକ ଲୋଡ଼ୁଛି, ସେଇଟା କ'ଣ ଗୋଟେ ପାପ କି? ସେ ତ ତା ଭାଗର ସମୟ ତକ ଖୋଜୁଛି ନା। ସେ ଯଦି ଜାଣିଛି ଯେ 4-5 ସେକେଣ୍ଡ କି 4-5 ମିନିଟ୍ରେ ସେ ଆପଣଙ୍କ ଖବର ବୁଝି ଦେଇପାରିବ, ଆପଣଙ୍କଠାରୁ ଟିକେ ଛୋଟିଆ ଖବରଟିଏ ଆପଣଙ୍କଠାରୁ ଚାହୁଁଛି, ଆପଣ କ'ଣ ସେତିକି ଦେବାରେ ତାକୁ ସେତିକି ଅସଫଳ? ଏମିତି ଦେଖିବାକୁ ଗଲେ, ପ୍ରାକ୍ଟିକାଲି ଦେଖିବାକୁ ଗଲେ ଜୀବନରେ ଆମେ କ'ଣ ବଜାରରେ 5-10 ମିନିଟ୍ କାହା ସହିତ ହସିକି ଆମ ସମୟ ଅତିବାହିତ କରିଦେଉନି? କି କୌଣସି ଗୋଟେ ଭିଡ଼ିଓରେ ଇନଷ୍ଟାଗ୍ରାମରେ ହେଉ, ଫେସବୁକରେ ହେଉ, ଆମେ ଭିଡ଼ିଓ ସ୍କ୍ରୋଲ୍ କରିବାରେ 10-15 ମିନିଟ୍ ସାରି ଦେଉନି? ତ ସେଇ 10-15 ମିନିଟ୍ରୁ ଆମେ 4-5 ମିନିଟ୍ଟା ବାହାର କରିବା କ'ଣ ସତରେ ଆମ ପାଇଁ ଏତେ କଷ୍ଟଦାୟକ? ଆମେ ସବୁବେଳେ ନା କାମ ଅଛି, ଠିକ୍ ଅଛି, ଆମେ ଭାବୁ ଯେ ହଁ ସେ ବୁଝିଯିବ। କିନ୍ତୁ ସେ ବୁଝିବା ଭିତରେ ତାର ଯେଉଁ କଷ୍ଟ, ତାର ଯେଉଁ ଅପେକ୍ଷା ଆମକୁ ନେଇକି, ସେଇଟାକୁ ଆମେ ବୁଝିବାରେ ସବୁବେଳେ ଅସଫଳ କାହିଁକି ରହୁ? ତାର କ'ଣ ସେଇ ଅଭିଯୋଗ ଅଧିକାର ନାହିଁ ଆମ ଜୀବନରେ? ଆଉ ଯଦି ସେ ସେତେବେଳେ ତାପରେ ସେ ଯଦି ସେଇ ସବୁ ଜିନିଷକୁ ସହି ନପାରେ ଏବଂ ଚୁପ୍ ରୁହେ, ଚୁପ୍ ରହି 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 ଯେତେବେଳେ ସହି ସହି ସେ ଚୁପ୍ ରୁହେ, ଆମେ ତାକୁ ପ୍ରଶ୍ନ କରୁଛେ କ'ଣ ହେଇଛି, ତୋର ଏସବୁ ଜିନିଷ କ'ଣ ପାଇଁ ହେଲା? କିନ୍ତୁ ଆମେ କେବେ ହେଲେ ବୁଝଉନୁ ଯେ ଆମର ହିଁ ଗୋଟେ ଛୋଟିଆ ଆକ୍ସନ୍ଟେ ହଉ, ଆମର ହିଁ ଡେଲି ତା ସହିତ ବିହେଭିଅରଟା ତାକୁ କେତେ କଷ୍ଟ ଦିଏ। ତ ଏଇଟା ତ ମୋର ବ୍ୟକ୍ତିଗତ ମତାମତ ଥିଲା। ଆପଣମାନଙ୍କୁ ଏ ବିଷୟରେ କ'ଣ ଲାଗେ ନିଶ୍ଚିନ୍ତ କମେଣ୍ଟ ଜରିଆରେ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।